ଯେତେବେଳେ ଖରା ମୁଣ୍ଡ ଉପରକୁ ଗଲା ସେତେବେଳେ ମୁଁ ମୋର ଦୌଡ଼ିଲି ଛାତ ଉପରକୁ। ଆଉ ଯେମିତି ପହଞ୍ଚିଛି ଟମାଟୋ ଗଛ ଦେଖିକି ମତେ ପୁରା ଭୁଇଁରେ ମୁଣ୍ଡ ଲଗେଇକି ମ୍ୟାଡାମ ନମସ୍କାର। ଆଉ ମୁଁ ତାକୁ ଦେଖି କେତେବେଳେ ଝଡ ତୋଫାନ ଆସିକି ପୁରା ଏମିତି କରିଦେଇକି ପଳେଇଲା। ମୁଁ ଘରେ ଥାଇବି ଜାଣିପାରିଲି ଟମାଟୋ ଗଛର ଅବସ୍ଥା ଦେଖି ଆଉ କଣ କରିବି। ତାକୁ କଣ କଲି ଉପର ଯୋଉ ରଡ ଦେଖୁନାହାନ୍ତି ସେଇ ରଡରେ ତାକୁ କଷିକି ବାନ୍ଧିକି ବ୍ୟାଣ୍ଡେଜ କରି ସେଫଟି ଦରକାର ନା ସେଇଥିପାଇଁ ବାନ୍ଧିକି ଆଗ ସେଫଟି କରିନେଲି। ତାପରେ ସେଥିରେ ଆଗ ପାଣି ପିଆଇଦେଲି। ଆଉ ସେ ଟମାଟୋ ଗଛ ଦେଖିକି ମତେ କହିଲେ ଆଉ ମ୍ୟାଡାମ କାଲି କୋଉଠି ଥିଲେ? କହିଲି ଆଉ କଣ କରିବି କାଲି ମୋ ଦେହ ଖରାପ ଥିଲା ମୁଁ ଆସି ପାରିନଥିଲି ପାଣି ତତେ ଦେଇ ପାରିନଥିଲି ଆଉ ସେଇଥିପାଇଁ ତୁ ଆଜି ଏଇ ଅବସ୍ଥା ଆଉ। ତାପରେ ତଳେ ଆଉ ଗୋଟେ ଟମାଟୋ ଗଛ ଥିଲା ତାକୁ କହିଲି ପାଣି ଦେଇଦେଲି। ସେ ଟମାଟୋ ଗଛ ଦେଖିକି କହିଲା ମତେ କାହିଁ ଛାଡିଦେଲ ମୁଁ ବି ଉପରକୁ ଯିବି। ଆଉ ସେ ଯୋଉ ଗାଡି ମଟର ସେମାନେ ଆସୁଛନ୍ତି ଦେଖିବେ ଆଉ ମୁଁ ଦେଖିବିନି। ମୁଁ କଣ କଲି ତାକୁ ବି ଏଥର ଉପରକୁ ଟେକିଦେଲି। ତାପରେ ପାଖରେ ଯୋଉ ଫୁଲ ଗଛ ସବୁ ଅଛି ସେଇ ଫୁଲ ଗଛକୁ ଦେଖିଲି ସିଏ ବି ଝାଉଳି ପଡିଛି ତାକୁ ବି ଟିକେ ପାଣି ଦେଇଦେଲି। ଆଉ ଦିଟା ଯୋଉ ଫୁଲ ଗଛ ଅଛନ୍ତି ସେମାନେ ଦେଖିକି କହୁଛନ୍ତି ମତେ ନାଇଁ ଆମେ ଦିଟା ଠିକ ଅଛୁ। ମୁଁ କହିଲି ଠିକ ଅଛୁ ଯେ ତାପରେ ଯୋଉ ଖରା ହଉଛି ଆଉ ଚାରିଟା ବେଳକୁ ନଥିବ ଢୋକେ ଢୋକେ ପିଇ ଦିଅ। ତାଙ୍କୁ ଢୋକେ ଢୋକେ ପିଏଇ ଦେଲି। ଆଉ ଯୋଉ ଗଛ ସବୁ ଦେଖିଲି ସବୁ ପ୍ରାୟ ଠିକ ଠାକ ଅଛନ୍ତି ତଥାପି ସବୁ ଅଳ୍ପ ଅଳ୍ପ ପାଣି ଦେଇଦେଲି। ଏଇ ଯୋଉ ତଳେ ଆଉ ଗୋଟେ ଯୋଉ ଟମାଟୋ ଗଛ ବାନ୍ଧିଥିଲି ଆଗରୁ ସିଏ ତ ପୁରା ରାଗରେ ପଞ୍ଚମ ଆଉ। ମତେ ଦେଖୁନ କେମିତି ଲାଲ ଲାଲ ହେଇଛି କରି ଆଖି ମତେ ଅନେଇଛି। अभी मैं गाली नहीं दे ଟିକେ सकता। ରାଗ ଶାନ୍ତ କର ପାଣି ଟିକେ ପିଇଦେ। ସେ କହିଲା ହଉ ହଉ ଠିକ ଅଛି। ତାକୁ ଏଥର ପାଣି ଟିକେ ଦେଇଦେଲି। ଆଉ ଏମିତି ହେଇଯାଇଥିଲା ମୋର ଖରା ବେଳର ମିନି ବ୍ଲଗ। ଯଦି ଭିଡିଓଟି ଭଲ ଲାଗିଥିବ ନିଶ୍ଚୟ ଲାଇକ କମେଣ୍ଟ କରିବେ। ଜୟ ଜଗନ୍ନାଥ। ପୁଣି ଦେଖାହବ ଆଉ ଗୋଟେ ଭିଡିଓରେ।